ପ୍ରବନ୍ଧ ଦୈବ ଦୌଡ଼ି। ପ୍ରାବନ୍ଧିକ ଭୁବନେଶ୍ୱର ବେହେରା। ଅନେକ କହନ୍ତି ଯେ ମଣିଷ ଯେତେବେଳେ ସଂସାରକୁ ଆସେ ସେ ତା ସାଙ୍ଗରେ ନିଜ ଭାଗ୍ୟଲିପି ମଧ୍ୟ ନେଇ ଆସେ। ପ୍ରତ୍ୟେକ ମଣିଷର ସୃଷ୍ଟି ବେଳକୁ ଏହି ଭାଗ୍ୟଲିପି କୁଆଡ଼େ ତା'ର କପାଳରେ ଲେଖା ହୋଇଥାଏ। ଆଉ ସେ କପାଳ ଲିଖନକୁ କେହି ଆନ କରିପାରନ୍ତିନି। ତେଣୁ ଏ ସଂସାରରେ ସେ ଯାହା କିଛି କରେ, ଘଟଣ ଅଘଟଣ ଘଟାଏ, ଭଲମନ୍ଦ ଚିନ୍ତେ, ସୁଖ ଦୁଃଖ ଭୋଗେ, ସେ ସବୁଥିରେ ତା'ର ନିଜର କିଛି ବ୍ୟକ୍ତିଗତ ବାହାଦୁରୀ ଅଥବା ଦୋଷଗୁଣ ନଥାଏ। ମଣିଷର ନାକରେ ଅଦେଖା ଦଉଡ଼ିଟିଏ ବାନ୍ଧି ଦୈବ ତାକୁ ଏ ଲିପିର ଇଙ୍ଗିତ ଅନୁସାରେ ଯେଉଁ ଆଡ଼କୁ ଓଟାରେ, ମଣିଷ ବିଚରା ନିରୀହ ଗାଈଟିଏ ପରି ସେ ଆଡ଼କୁ ଯିବାକୁ ବାଧ୍ୟ ହୁଏ। ତାହା ବିନା ତା'ର ଆଉ ଅନ୍ୟ ଗତି ନଥାଏ। ଭାଗ୍ୟବାଦୀ କେହି କେହି ମଣିଷର ଏ ଦଶାକୁ ମାଙ୍କଡ଼ ନାଚ ସାଙ୍ଗରେ ତୁଳନା କରନ୍ତି। ନଚାଳିର ଇଚ୍ଛା ଅନୁସାରେ ମାଙ୍କଡ଼ କେତେବେଳେ ପେଣ୍ଟ କମିଜ ଓ ଟୋପି ପିନ୍ଧି ବୋହୂ ଦେଖିଯାଏ, ତ ପୁଣି କିଛି ସମୟ ପରେ ସେହି ମାଙ୍କଡ଼ ଫ୍ରକ୍ ଖଣ୍ଡିଏ ପିନ୍ଧି ମୁଣ୍ଡରେ ବାସନ ଖଣ୍ଡିଏ ଧରି ନିଜେ ବୋହୂ ସାଜି ପାଣି ଆଣେ। ବାଡ଼ିର ତାଳେ ତାଳେ ନାଚେ ଓ ବାଡ଼ି ଟେକି ଧରିଲେ ସମୁଦ୍ର ଡେଇଁ ଲଙ୍କାକୁ ଯାଏ। ଅନ୍ୟ କେହି କେହି ଏ ସଂସାରର ମଣିଷର କାର୍ଯ୍ୟକଳାପ ସବୁକୁ କଣ୍ଢେଇ ନାଚ ସାଙ୍ଗରେ ମଧ୍ୟ ତୁଳନା କରନ୍ତି। କେହି ଜଣେ ଓସ୍ତାଦ ଉହାଡ଼ରେ ରହି କଣ୍ଢେଇର ହାତ ଗୋଡ଼ ମୁଣ୍ଡ ଓ ଅଣ୍ଟାରେ ବନ୍ଧା ହୋଇଥିବା ଅଦୃଶ୍ୟ ଦଉଡ଼ିକୁ ଯେପରି ଭାବରେ ଟାଣେ, ସେପରି ଭାବରେ ନାଚେ, ରାଜ ସିଂହାସନରେ ବସେ, ଛାତି ପିଟେ, ଖଣ୍ଡାଯୁଦ୍ଧ କରେ, ଆଉ ମଝିରେ ମଝିରେ କିରିକିରି ହସେ। ଭାଗ୍ୟ ଅନୁସାରେ ମଣିଷ କିପରି ଏ ସଂସାରରେ ଯାତାୟାତ କରେ ତାହା ପ୍ରମାଣ କରିବାକୁ ଯାଇ ଭାଗ୍ୟବାଦୀମାନେ ଯେଉଁ ସୁନ୍ଦର କାହାଣୀକୁ ବର୍ଣ୍ଣନା କରି ଯାଇଛନ୍ତି, ସେଥିରୁ ଗୋଟିଏ ଜଣାଶୁଣା କାହାଣୀ ଏଠାରେ କୁହାଯାଇପାରେ। ଗୋଟିଏ ସହରରେ ଜଣେ ପରମ ଶିବଭକ୍ତ ଥିଲେ। ସେ ଯେ କୌଣସି କାମରେ ଲାଗିଥିଲେ ମଧ୍ୟ ତାଙ୍କ ମନ ସଦାସର୍ବଦା ଶୟନେ ସ୍ୱପ୍ନରେ ଜାଗରଣେ ସେହି ମହାଯୋଗୀଙ୍କ ପାଦତଳେ ହିଁ ଅଟକି ରହିଥାଏ। ତାଙ୍କର ଛୋଟ ସଂସାରଟିଏ, ଦିନଯାକ କଠୋର ପରିଶ୍ରମ କରି ସେ ଯାହା ପାଆନ୍ତି ସେଥିରେ ସେ, ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କର ସଂସାରଟି କଷ୍ଟେମଷ୍ଟେ ଚଳିଯାଏ। କିନ୍ତୁ ବର୍ଷାଦିନେ ଯେତେବେଳେ ଘର ଛାତର ଅଜସ୍ର ବିବର ଦ୍ୱାର ଦେଇ ପାଣିଧାରର ସୁଅ ଛୁଟେ, ଆଉ ପିଲାଙ୍କ ବସିବା ପାଇଁ ବି ଶୁଖିଲା ଜାଗା ଟିକେ ମିଳେନା, ଅଥବା ଶୀତଦିନେ ପିଲା ଦୁଇଟି ଯେତେବେଳେ ବାପା ମା'ଙ୍କ ପେଟ ପାଖରେ ଜାକିଜୁକି ହୋଇ ଶୀତଦାଉରୁ ରକ୍ଷା ପାଇବା ପାଇଁ ଉଷୁମ ଟାଣିବାକୁ ଚେଷ୍ଟା କରନ୍ତି, ଘରର ଛପର ବଦଳାଇବା କିମ୍ବା ଘୋଡ଼େଇ ହେବା ଚାଦର ଖଣ୍ଡିଏ କିଣିବା ପାଇଁ ଅର୍ଥର ଘୋର ଅଭାବ ଯୋଗୁଁ ଶିବଭକ୍ତଙ୍କ ମନରେ ବେଳେ ବେଳେ କଷ୍ଟ ହୁଏ। ସେହି ସହରରେ ଆଉ ଜଣେ ବଣିକ ରହୁଥିଲେ। ବଣିକ ମହାରାଜ ବେଶ୍ ଧୂର୍ତ୍ତ ଓ ଧନୀ। ଧର୍ମ ନାମରେ ଥରେ ଅଧେ କିଛି କିଛି ଚାନ୍ଦା ଦିଅନ୍ତି ସତ, ଲୋକ ଦେଖାଣିଆ ପୂଜାବିଧି ବି କରନ୍ତି, କିନ୍ତୁ ଅର୍ଥ ହିଁ ଥିଲା ତାଙ୍କର ଏକମାତ୍ର ଆରାଧ୍ୟ ଦେବତା। ବଣିକ ଘରର ସମସ୍ତେ ବେଶ୍ ସୁଖ ସ୍ୱାଚ୍ଛନ୍ଦ୍ୟରେ ରହନ୍ତି। ମା ପାର୍ବତୀ ଏସବୁ ଲକ୍ଷ୍ୟ କରୁଥିଲେ। ଦିନେ ସେ ଦୁଃଖ କରି ଶିବଙ୍କୁ ପଚାରିଲେ ଯେ ଶଠ ସେଠକୁ ଏପରି ଧନସମ୍ପଦ ଦେଉଥିଲା ବେଳେ ସେ ତାଙ୍କ ପରମ ଭକ୍ତକୁ କାହିଁକି ଦାରିଦ୍ର୍ୟରେ କଷ୍ଟ ଦେଉଛନ୍ତି? ଶିବ ଉତ୍ତର ଦେଲେ ଯେ ଭକ୍ତଙ୍କ ଭାଗ୍ୟରେ ଧନସମ୍ପଦ ନାହିଁ, ତେଣୁ ସେ ବା କ'ଣ କରିବେ? ପାର୍ବତୀ କିନ୍ତୁ ଏ କଥାରେ ବିଶ୍ୱାସ କଲେନି, ଆଉ ଜିଦ୍ ଧରି ବସିଲେ ଯେ ଭକ୍ତଙ୍କୁ କିଛି ଧନ ଦେବାକୁ ହେବ। ଧନ ଦେବା ଉଦ୍ୟମର ବିଫଳତା ପ୍ରକାଶ କରିବା ସଙ୍ଗେ ସଙ୍ଗେ ପାର୍ବତୀଙ୍କ କଥିତ ମତେ ଚେଷ୍ଟା କରିବାକୁ ଶିବ ରାଜି ହେଲେ। କୌଣସି ଗୋଟିଏ ଦିନ ଶିବଭକ୍ତକୁ ତାଙ୍କ ସହରରୁ ପାଖର ଗୋଟିଏ ଗାଁକୁ ଯିବାର ଥିଲା। ଗାଁକୁ ଯିବା ମଝି ବାଟରେ ଗୋଟାଏ ବଡ଼ ଅଶ୍ୱତ୍ଥ ଗଛ ପଡ଼େ। ଦୂରରୁ ଆଖିକୁ ଚଟ୍ କରି ଦେଖାଯାଉଥିବା ଗୋଟିଏ ରଙ୍ଗୀନ ମୁଣିରେ ଅନେକ ଧନରତ୍ନ ଭର୍ତ୍ତି କରି ଅଶ୍ୱତ୍ଥ ଗଛମୂଳେ ମୁଣିଟିକୁ ଥୋଇଦେଇ ଶିବ ପାର୍ବତୀ ଗଛ ଉହାଡ଼ରେ ଅଦୃଶ୍ୟ ହୋଇ ରହିଲେ। ପାର୍ବତୀଙ୍କ ବିଶ୍ୱାସ ଥିଲା ଯେ ଭକ୍ତ ଯେ ପାଖ ଦେଇ ଗଲାବେଳେ ରତ୍ନଭରା ମୁଣିଟି ନିଶ୍ଚୟ ପାଇବ। ଶିବଭକ୍ତ ମନ ଭିତରେ ମହାଦେବଙ୍କ ନାମ ଜପି ଜପି ଯାଉଥାନ୍ତି। ହଠାତ୍ ତାଙ୍କର ମନରେ ଗୋଟାଏ ଭାବନା ଆସିଲା, ସେ ପ୍ରକୃତରେ କେଡ଼େ ଭାଗ୍ୟବାନ। ମହାଦେବ ତାଙ୍କୁ ଦି ଆଖି ଦେଇଛନ୍ତି, ଯାହାଫଳରେ ସେ ସବୁକିଛି ଦେଖିପାରୁଛନ୍ତି, ଆଉ କେଡ଼େ ସହଜରେ ଏ ବାଟ ଦେଇ ଚାଲି ଯାଉଛନ୍ତି। ଆହା, ଭାଗ୍ୟହୀନ ଅନ୍ଧମାନଙ୍କର ଦଶା କ'ଣ ହେଉଥିବ? ଅନ୍ଧମାନେ ଚାଲିଲା ବେଳେ କ'ଣ କରୁଥିବେ, ଆଉ କିପରି କଷ୍ଟ ପାଉଥିବେ, ତାହା ଉପଲବ୍ଧି କରିବା ପାଇଁ ହଠାତ୍ ସେ ତାଙ୍କ ନିଜର ଦୁଇ ଆଖି ବୁଜିଦେଲେ ଓ ହାତରେ ଧରିଥିବା ବାଡ଼ି ସାହାଯ୍ୟରେ ଥୁକ୍ ଥୁକ୍ କରି ବାଟ ଦରାଣ୍ଡି ଚାଲିବାକୁ ଚେଷ୍ଟା କଲେ। ତାଙ୍କର ଗତି ମନ୍ଥର ହୋଇଗଲା, କିନ୍ତୁ ସେ କୌଣସି ମତେ ଏ ପାଖ ସେ ପାଖ ହୋଇ ସେ ବାଟ ଅଣ୍ଡାଳି ଅଣ୍ଡାଳି ଆଗକୁ ଯିବାକୁ ଲାଗିଲେ। ଏମିତି ଅବସ୍ଥାରେ ହିଁ ଅଶ୍ୱତ୍ଥ ଗଛଟି ପାର ହୋଇଗଲା।
ଆଉ ସେ ସାଙ୍ଗରେ ରତ୍ନବୁଜୁଳାଟି ପଛରେ ପଡ଼ିଗଲା। ଅନ୍ଧମାନଙ୍କ ଦୁଃଖରେ ଅତି ଦୁଃଖିତ ହୋଇ ଦେବଦେବ ମହାଦେବ ସେମାନଙ୍କୁ ଚକ୍ଷୁଦାନ ଦିଅନ୍ତୁ ବୋଲି ପ୍ରାର୍ଥନା କରି ଭକ୍ତ ଆଉ ଥରେ ଆଖି ଖୋଲି ନିଜ ବାଟରେ ତରତର ହୋଇ ଚାଲିଯିବାକୁ ବସିଲେ। ଭାଗ୍ୟର ପରୀକ୍ଷା ଏପରି ଭାବରେ ହୋଇଗଲା। ଏ ଭାଗ୍ୟବାଦୀମାନେ କହନ୍ତି ଯେ ପୂର୍ବ ଜନ୍ମକୃତ ଫଳ ହିଁ ମଣିଷ ଏ ଜନ୍ମରେ ଭୋଗ କରେ। ତେଣୁ ଭାଗ୍ୟଲିପି ଅଥବା କପାଳ ଲିଖନ ପୂର୍ବ ଜନ୍ମର ଭଲ ମନ୍ଦ ଓ ପାପପୁଣ୍ୟ ଜନିତ ଫଳାଫଳର ଗୋଟିଏ ଲିପିବଦ୍ଧ ହିସାବ ତାଲିକା ମାତ୍ର। ସେମାନଙ୍କ ମତରେ ହିସାବ ତାଲିକା ଅନୁଯାୟୀ ମଣିଷ ସଂସାରକୁ ଆସେ ଓ ସଂସାରରୁ ଯାଏ। ତେଣୁ ତା'ର ବିପରୀତ ରୂପରେ ଏ ସଂସାରକୁ ମଣିଷର ଆଗମନ ସମୟ ଜାଣିପାରିଲେ ଗଣନା ଦ୍ୱାରା ଏ ହିସାବ ତାଲିକାର ଗୋଟିଏ ଅବିକଳ ନକଲ ପ୍ରସ୍ତୁତ କରାଯାଇପାରେ। କେହି କେହି କହନ୍ତି ଯେ ଏ ଲିପିର ଗୋଟାଏ ନକଲ ହାତ ପାପୁଲିରେ ମଧ୍ୟ ଅଙ୍କିତ ହୋଇଥାଏ। ଐତିହାସିକ ଗବେଷଣା ବିଶାରଦମାନେ ଯେପରି ପଥର ଦେହରେ କେବେ କେଉଁ କାଳେ ଖୋଳା ହୋଇଥିବା ପ୍ରାକ୍ ଐତିହାସିକ ସଙ୍କେତମାନ ପଢ଼ିପାରନ୍ତି, ସେପରି ହାତପାପୁଲି ବିଶାରଦମାନେ ପାପୁଲିର ଲେଖାରୁ ଭାଗ୍ୟଲିପି ପଢ଼ି ଦେଇପାରନ୍ତି। ଏ ପାପୁଲିର କୁଆଡ଼େ ସର୍ଟ ହ୍ୟାଣ୍ଡଠାରୁ ଆହୁରି ଅତି ସଂକ୍ଷେପରେ ଜୀବନର ସବୁ କାହାଣୀ ଖୋଦିତ ହୋଇଥାଏ। ତେଣୁ ଜାତକ ଗଣନା କରି କିମ୍ବା ହାତ ଦେଖି କେତେ ବିଶାରଦ ବାହାଘରଠାରୁ ଆରମ୍ଭ କରି ପୁଅ ଝିଅ ନାତି ନାତୁଣୀ ଗାଈ ଗୋରୁ ବିଦେଶ ଯାତ୍ରା ଚାକିରି ନୌକରି ସବୁ କଥା ଆଗତୁରା କହିଦିଅନ୍ତି ବୋଲି ଶୁଣାଯାଏ। ମକଦ୍ଦମାରେ ହାର ଜିତଠାରୁ ପରୀକ୍ଷାରେ ପାସ୍ ଫେଲ୍ ପର୍ଯ୍ୟନ୍ତ ଓ ଏପରିକି ପାସ୍ର ଡିଭିଜନ ମଧ୍ୟ ବେଳେବେଳେ ବାଦ୍ ଯାଏନି। କେତେ ସଂସ୍କାରକାମୀ ଭାଗ୍ୟବାଦୀ ଏପରି ଚରମ ସିଦ୍ଧାନ୍ତମୂଳକ ଭାଗ୍ୟବାଦରେ ବିଶ୍ୱାସ କରନ୍ତିନି। ସେମାନେ କହନ୍ତି ଯେ ମଣିଷ ତା'ର ନିର୍ଦ୍ଦିଷ୍ଟ ଭାଗ୍ୟ ନେଇ ଏ ସଂସାରକୁ ଆସେ ସତ, କିନ୍ତୁ କର୍ମକର୍ମାଣୀ ଫଳରେ ସେ ଭାଗ୍ୟରେ ପରିବର୍ତ୍ତନ କରାଯାଇପାରେ। ଗୋଟିଏ ଜଳନ୍ତା ଦୀପ ତେଲ ସରିଗଲେ ଲିଭିଯାଏ ଅଥବା ତେଲ ଥାଇ ବଳିତାଟି ସରିଗଲେ ଲିଭିଯାଏ। କିନ୍ତୁ ବେଳେବେଳେ ତେଲ ଓ ବଳିତା ଦୁଇଟାଯାକ ଥାଇ ମଧ୍ୟ ପବନର ଗୋଟିଏ ଧାପ୍ସାରେ ଦୀପଟିଏ ଲିଭିଯାଇପାରେ। ସେମାନେ ମଣିଷର ଜୀବନକୁ ଏ ଦୀପ ସାଙ୍ଗରେ ତୁଳନା କରି କହନ୍ତି ଯେ ଭାଗ୍ୟଲିପି ତେଲ ଓ ବଳିତା ସାଙ୍ଗରେ ପବନର ପ୍ରକୋପ ମଧ୍ୟ ଲିପିବଦ୍ଧ ରହିଥାଏ। ତେଲ କିମ୍ବା ବଳିତା ସରିଗଲେ କେହି ତାକୁ ରକ୍ଷା କରିପାରନ୍ତି ନାହିଁ, କିନ୍ତୁ ବେଳେବେଳେ ଦୁଷ୍ଟ ପ୍ରକୃତିର ଗ୍ରହ ମହାଗ୍ରହମାନଙ୍କ ପ୍ରକୋପରେ ପବନର ଦୀପ ଲିଭିଲା ପରି ମଣିଷର ଖରାପ ଦଶା ଆସିଯାଇପାରେ। ତେଣୁ ସେମାନେ କହନ୍ତି ଯେ ଗଣନାରେ ଖରାପ ଯୋଗ ପଡ଼ୁଥିଲେ ଏହି ଶନି ରାହୁମାନଙ୍କୁ ସନ୍ତୁଷ୍ଟ କରି ଭାଗ୍ୟର ଫଳାଫଳ ବଦଳାଇ ଦିଆଯାଇପାରେ। ଶନି ରାହୁମାନେ ବକ୍ରଦୃଷ୍ଟି ଦେଲେ ପାସ୍କୁ ଫେଲ୍ କରିଦେଇପାରନ୍ତି ଅଥବା ସନ୍ତୁଷ୍ଟ ହୋଇ ପଣତକାନି ଘୋଡ଼ାଇ ତାଙ୍କ ଫେଲ୍କୁ ପାସ୍ ମଧ୍ୟ କରାଇଦେଇପାରନ୍ତି। କେତେ କ୍ରାନ୍ତିକାରୀ ଏସବୁକୁ ପୂରାପୂରି ଧପ୍ପାବାଜି ବୋଲି କହନ୍ତି। ସେମାନେ କହନ୍ତି ଯେ ଭାଗ୍ୟ ବୋଲି କିଛି ନାହିଁ। ମଣିଷ ନିଜେ ନିଜ ଭାଗ୍ୟର ସୃଷ୍ଟିକର୍ତ୍ତା। ନିଜ ଉଦ୍ୟୋଗରେ ନିଜ ଭାଗ୍ୟ ଗଢ଼େ। କେବଳ କାପୁରୁଷମାନେ ହିଁ ଭାଗ୍ୟ ଉପରେ ଆଶ୍ରା କରି ପଡ଼ି ରହନ୍ତି। ତାଙ୍କ କଥା ଅନୁସାରେ ଶୋଇ ରହିଥିବା ସିଂହର ମୁହଁ ପାଖରୁ କୌଣସି ଜନ୍ତୁ ମୋତେ ଖା ବୋଲି କହି ଦୌଡ଼ି ଆସେନି। ଆମ ଦେଶର ଏପରି ମତବାଦ ପାଶ୍ଚାତ୍ୟ ଦେଶର ରବର୍ଟ ବ୍ରୁସ୍ ଓ ବୁଢ଼ିଆଣୀ କାହାଣୀକୁ ସମର୍ଥନ କରେ। ରବର୍ଟ ବ୍ରୁସ୍ କୁଆଡ଼େ ଯୁଦ୍ଧରେ ଷଷ୍ଠ ଥର ହାରିସାରିଲା ପରେ ଶତ୍ରୁ ଭୟରେ ଯେତେବେଳେ ଗୋଟିଏ ଗୁମ୍ଫା ଭିତରେ ଲୁଚି ରହିଥିଲେ, ସେଠାରେ ଗୋଟିଏ ବୁଢ଼ିଆଣୀ ତା' ଚାଲ ବାନ୍ଧିବା ପାଇଁ 6 ଥର ଚେଷ୍ଟା କରି ବିଫଳ ହେଲା ପରେ ସପ୍ତମ ଥର ପୁଣି ଚେଷ୍ଟା କରି ସଫଳ ହୋଇଥିବା ଦେଖି ସାହସ ସଞ୍ଚୟ କଲେ ଓ ସପ୍ତମ ଥର ପାଇଁ ଯୁଦ୍ଧ କରି ଜୟଲାଭ କରିଥିଲେ। ଏସବୁ ବାଦବିସମ୍ବାଦ ଭିତରେ ପ୍ରକୃତ ସତ୍ୟ କ'ଣ ସେ କଥା କହିବା ସହଜ ନୁହେଁ। ଅକି ସମୟରେ ମନେ ହୁଏ ଯେ ମଣିଷର ନିଜ ଶକ୍ତି ଓ ଉଦ୍ୟମ ବାହାରେ ଅନ୍ୟ କୌଣସି ଅଦୃଶ୍ୟ ଶକ୍ତି ପ୍ରଚ୍ଛନ୍ନ ଭାବରେ କାମ କରୁଥାଏ। ପୁରାଣର କଥନ ଅନୁସାରେ ରାତି ପାହିଲେ ରାଜା ହେବା ପରିବର୍ତ୍ତେ ରାମଚନ୍ଦ୍ର ଯେପରି ବନବାସ ଯାଆନ୍ତି, ସତୀ ସ୍ୱାଧୀ ପତିସୁହାଗିନୀ ସୀତା ଯେପରି ବିନା କାରଣରେ ନିର୍ବାସିତା ହୁଅନ୍ତି, ସ୍ୱୟଂ ଗୋବିନ୍ଦ ଯାହାଙ୍କ ମାମୁଁ ଓ ଧନଞ୍ଜୟ ଯାହାଙ୍କର ପିତା, ସେହି ଅଭିମନ୍ୟୁ ଯେପରି ଭାବରେ ଯୁଦ୍ଧରେ ମରି ଶୁଅନ୍ତି, ଆଜି ମଧ୍ୟ ନିତିଦିନ ଏପରି ଶହ ଶହ ଘଟଣା ଘଟିଯାଏ ଯାହାର କୌଣସି ସିଧାସଳଖ କାରଣ ଖୋଜି ବାହାର କରି ହୁଏନା, ଯାହା ସବୁ ନିୟତିର କ୍ରୂର ଅଟ୍ଟହାସ୍ୟ ବୋଲି ହିଁ ମନେ ହୁଏ। ବଶିଷ୍ଠ ରାମଦେବଙ୍କ ପରି ମହାଜ୍ଞାନୀମାନେ ଗଣନା କରି ଅଭିଷେକ ଲଗ୍ନ ସ୍ଥିର କରିଥିଲେ ହେଁ ସେ ଲଗ୍ନରେ ରାମଚନ୍ଦ୍ରଙ୍କ ବନବାସ ଯେପରି ଭାବରେ ହେଲା, ସେଥିରୁ ଗଣନା ପ୍ରତି ବିମୁଖତା ଆସେ, ତଥାପି ଭାଗ୍ୟକୁ ତାଚ୍ଛଲ୍ୟ କରି ବସି ଉଡ଼ାଇ ଦେଇ ହୁଏନା। ଏତେଦୂର ଆକାଶର ପୂର୍ଣ୍ଣମୀର ଚନ୍ଦ୍ର ଯଦି ପୃଥିବୀ କକ୍ଷସ୍ଥିତ ସମୁଦ୍ରରେ ଜୁଆର ସୃଷ୍ଟି କରିପାରେ, ବୃକ୍ଷଲତାମାନଙ୍କରେ ରସର ଅପୂର୍ବ ସଞ୍ଚାର କରି ନିଜର ଔଷଧୀୟ ନାମ ସାର୍ଥକ କରିପାରେ, ତେବେ କ୍ଷିତି ଅପ୍ ତେଜ ମରୁତ୍ ବ୍ୟୋମ ପରି ପଞ୍ଚ ମହାଭୂତରେ ସୃଷ୍ଟ ମଣିଷ ଶରୀରରେ ଗ୍ରହ ମହାଗ୍ରହଙ୍କୁ କିମ୍ବା ସୁପ୍ରଭାବ ଅସ୍ୱାଭାବିକ ହେବ କାହିଁକି?
ତଥାପି ହୋମ କିମ୍ବା ଯଜ୍ଞ ସାହାଯ୍ୟରେ ଯେପରି ସମୁଦ୍ରର ଜୁଆରକୁ ଆକଟ କରି ହୁଏନି, ଶନି ଓ ରାହୁ ଗ୍ରହଙ୍କୁ କିପରି ଶାନ୍ତ କରି ଦିଆଯାଇପାରିବ ଏ ସମ୍ବନ୍ଧରେ ନିଶ୍ଚିତ ଭାବରେ ମନରେ ସନ୍ଦେହ ଜନ୍ମେ। ଗ୍ରହ ମହାଗ୍ରହଙ୍କ ପ୍ରଭାବ ପରି ଆଉ କେତେ ଅଜଣା ଶକ୍ତିର ପ୍ରଭାବ ମଣିଷ ଉପରେ ପଡ଼େ। ଘରୁ ବାହାରିଲା ବେଳେ କେହି ଛିଙ୍କିବା, ଗଲାବେଳେ ବିରାଡ଼ି ବାଟ କାଟିବା ପ୍ରଭୃତି ଅଶୁଭ ସଂକେତ ମଣିଷ ସମାଜର ଅନ୍ଧବିଶ୍ୱାସ ହୋଇପାରେ। ତଥାପି ଶୁଭାକାଂକ୍ଷୀଙ୍କ ସଦିଚ୍ଛା ଓ ଶୁଭେଚ୍ଛା, ବିଶେଷ କରି ଗୁରୁଜନଙ୍କ ଆଶୀର୍ବାଦ ଯେ ମଣିଷର ଅଶେଷ ମଙ୍ଗଳ ସାଧନ କରେ, ଏଥିରେ ସନ୍ଦେହ ନାହିଁ। ଏଇଠି ଶେଷ ହେଲା ଭୁବନେଶ୍ୱର ବେହେରାଙ୍କର ପ୍ରବନ୍ଧ ଦୈବ ଦୌଡ଼ି। ରହିଲି, ନମସ୍କାର।